ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 4 ରବିବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ଅଚାନକ ମଣ୍ଡି ପରିଦର୍ଶନ କଲେ ଭଞ୍ଜନଗର ଉପଜିଲ୍ଲାପାଳ। ନୋଡାଲ ଅଫିସର କ୍ୱାଲିଟି ଆନାଲିସିସକୁ କାରଣ ଦର୍ଶାଅ ନୋଟିସ୍। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ମଣ୍ଡିଗୁଡ଼ିକରେ ଧାନ କିଣା ଚାଲିଛି, କିନ୍ତୁ ମଣ୍ଡିଗୁଡ଼ିକରେ ଧାନ ଅବସ୍ଥା ହେଉଥିବା ଅଭିଯୋଗ ହେଉଛି। ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ପାଖରେ ମଧ୍ୟ ଏକାଧିକ ଅଭିଯୋଗ ପହଞ୍ଚିଥିଲା। ଫଳରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଶନିବାର ଅଚାନକ ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକର 5ଟି ମଣ୍ଡିରେ ପହଞ୍ଚି ଭିତ୍ତିଭୂମି ସମେତ କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ମଣ୍ଡିଗୁଡ଼ିକରେ ନାନା ଅବ୍ୟବସ୍ଥା ଦେଖି ଉପଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ମଣ୍ଡି ପରିଦର୍ଶନ ସମୟରେ 3 ଜଣ ନୋଡାଲ ଅଫିସର ଓ 4 ଜଣ କ୍ୱାଲିଟି ଆନାଲିସିସ୍ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ। ଉକ୍ତ କର୍ମଚାରୀମାନଙ୍କୁ ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଉପଜିଲ୍ଲାପାଳ ଉତ୍ତର ସନ୍ତୋଷଜନକ ନହେଲେ ସେମାନଙ୍କ ବିରୁଦ୍ଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସମ୍ଭାବନା ରହିଛି ବୋଲି କହିଛନ୍ତି। ଭଞ୍ଜନଗର ଉପଖଣ୍ଡର ଆହୁରି ଅନେକ ମଣ୍ଡିରେ ଏହିଭଳି ଅବ୍ୟବସ୍ଥା ଲାଗି ରହିଛି। ବାରମ୍ବାର ଏହିଭଳି ଚଢ଼ାଉର ଆବଶ୍ୟକତା ରହିଛି। ତାହେଲେ ଯାଇ ମଣ୍ଡିଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେବା ସହ ଚାଷୀମାନେ ତାହାର ସୁଫଳ ପାଇପାରିବେ ଏବଂ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଯୁବଶକ୍ତି ହେଉଛନ୍ତି ଆମ ବିକଶିତ ଓଡ଼ିଶାର ସାରଥୀ। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ ସଫଳତାର ପଥକୁ ପ୍ରଶସ୍ତ କରିବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିକୁ ଅନୁରୋଧ କରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓପିଏସ୍ସି ଦ୍ୱାରା ପ୍ରକାଶିତ ସିଭିଲ ସର୍ଭିସ ପରୀକ୍ଷା 2025 ବିଜ୍ଞପ୍ତିରେ ଓଏସ୍ଏସ୍ ଓ ଓଆର୍ଏସ୍ଏସ୍ ଭଳି ଗୁରୁତ୍ୱପୂର୍ଣ୍ଣ କ୍ୟାଡରରେ ପଦବୀ ନଥିବା ଯୋଗୁଁ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ସମ୍ପର୍କରେ ମୁଁ ଅବଗତ ହୋଇଥିଲି। ପିଲାମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଏହିସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆମ ସରକାର ଏହି ପରୀକ୍ଷାରେ ଅତିରିକ୍ତ 151ଟି ପଦବୀ ସାମିଲ କରିବାକୁ ଓପିଏସ୍ସିକୁ ଅନୁରୋଧ କରିଛନ୍ତି। ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହୁଛି ବୋଲି ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ବ୍ଲକ କାର୍ଯ୍ୟାଳୟରେ ପିସି ବିଡିଓଙ୍କୁ ଆକ୍ରମଣ। ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଡିଓ ତିଲୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନ ତାମ୍ ବ୍ଲକ ପରିସରରେ ଉତ୍ତେଜନା ଲାଗି ରହିଛି। ବିଡିଓଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିଜେଡି କର୍ମୀମାନେ ଦେବେନ୍ଦ୍ର ଜେନାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ମୋହନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଜାରି ରଖିଛନ୍ତି। ସୂଚନା ଥାଉ କି ଶୁକ୍ରବାର କେତେକ ଭାଜପା କର୍ମୀ ଆମ ସରକାର ଆମ କାମ କର ବୋଲି ବିଡିଓ ଶ୍ରୀମତୀ ପୃଷ୍ଟିଙ୍କୁ କହିଥିଲେ। ସେ ସରକାରୀ ନିୟମ ଅନୁସାରେ କାମ ହେବ ବୋଲି କହିବାରୁ ଏଠିକାର ପରାଜିତ ପ୍ରାର୍ଥୀ ଲଳିତ ବେହେରା ତାଙ୍କ କର୍ମୀଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ପଶି ଆତଙ୍କ ଖେଳାଇଥିବା ବିଜେଡି ଅଭିଯୋଗ ଆସିଛି। ଅପରପକ୍ଷରେ 6 ମାସ ଭିତରେ 9 ଜଣ ବିଡିଓଙ୍କ ବଦଳି ହୋଇସାରିଲାଣି। ଉଲ୍ଲେଖ୍ୟ ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିତରକନିକା ଗସ୍ତରେ ଥିବା ବେଳେ ରାଜନଗର ମୁଖ୍ୟ ରାସ୍ତାରେ ବିଜେଡି ପ୍ରତିବାଦ କରିବାରୁ ସେ ସେଠାରୁ ଭୁବନେଶ୍ୱର ଫେରି ଯାଇଥିଲେ। ପରବର୍ତ୍ତୀ ଖବର, ଥାନା ଅଧିକାରୀଙ୍କ ଦରମା ବନ୍ଦ ମହଙ୍ଗା ପଡ଼ିଲା। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଦରମା ବନ୍ଦ କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳ କିଲିପାଲ ବାଲି ସୈତରପୁରରୁ ବିନିୟମ ବାଳି ଉଠାଣ କାରଣରୁ କିଛି ବାଲି ବୋଝେଇ ହାଇୱା ଜବତ କରିଥିଲେ। କେତେକ ଗାଡ଼ି ମାଲିକ ସେମାନଙ୍କ ଗାଡ଼ି ରିଲିଜ ଲାଗି ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ। ଗାଡ଼ି ରିଲିଜ ଲାଗି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀ ଏହା ପାଳନ କରି ନଥିବାରୁ ତାଙ୍କ ଉପରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଧନୁଯାତ୍ରାରେ ସରକାରଙ୍କ ବଡ଼ ଘୋଷଣା। ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଳାଇଛନ୍ତି। ମାତ୍ର ଏହି ସରକାର କୌଣସି ଧମକକୁ ଡରେ ନାହିଁ ଏବଂ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ କିଣିବା ପାଇଁ ବଦ୍ଧପକିରେ ବୋଲି ଶୁକ୍ରବାର ଧନୁଯାତ୍ରା ମହୋତ୍ସବରେ 10ମ ଦିବସରେ କଂସ ଦରବାରରେ ରାଜ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ଏହି କଥାରେ ଉତ୍ଫୁଲ୍ଲିତ ହୋଇ କଂସ ମହାରାଜ ତାଙ୍କୁ ସମ୍ମାନିତ କରିଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ
ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଚାଲିଥିବା ବିକାଶ ଧାରା ଉପରେ ଆଲୋକପାତ କରିଥିଲେ। ଅନ୍ୟ ଦିନ ଭଳି ମଥୁରାଧିପତି କଂସ ମହାରାଜ ରାଜମହଲରୁ ଦିଗ୍ବିଜୟ ପରେ ବାହାରିଥିଲେ। ଅପରପକ୍ଷେ ମଥୁରାକୁ ଆସିଥିବା ବେନି ଭାଇ କୃଷ୍ଣ ବଳରାମଙ୍କ ସହିତ ସୁଦାମା ମାଲିଙ୍କ ସାକ୍ଷାତ ହୋଇଥିଲା। ସେହିପରି କାଲି ମନ୍ଦିରରେ କୋବଜା ଉଦ୍ଧାର ଦୃଶ୍ୟଭିନୟ ଚିତ୍ତକର୍ଷକ ହୋଇଥିଲା। ରାଜଦରବାର ଏବଂ ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ପରବର୍ତ୍ତୀ ଖବର, ରୂପାଳୀ ଛକରେ ଭୟଙ୍କର ଦୁର୍ଘଟଣା, ଆମ ବସ୍ ନେଲା 2 ଜୀବନ। ପୁଣି ଆମ ବସ୍ ନେଲା ଜୀବନ। ଭୁବନେଶ୍ୱର ରୂପାଳୀ ଛକରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଅଟୋ ପଛରୁ ପିଟିଲା ଆମ ବସ୍। ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଉଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରବର୍ତ୍ତୀ ଖବର, ଟେଷ୍ଟ କ୍ରିକେଟରେ ପୁଣି ଚାଲିବ ବିରାଟଙ୍କ ବ୍ୟାଟ୍। ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟେଷ୍ଟ ଏବଂ ଟି20 କ୍ରିକେଟକୁ ଅଲବିଦା କରିଛନ୍ତି। କେବଳ ଦିନିକିଆରେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ନୂଆବର୍ଷ 2026 ଆରମ୍ଭ ହୋଇଥିବା ବେଳେ ଏକ ଖବର ଶୁଣିବାକୁ ମିଳୁଛି କି ବିରାଟ ପୁଣି ଥରେ ଟେଷ୍ଟ କ୍ରିକେଟକୁ କମ୍ବ୍ୟାକ୍ କରିବେ ବୋଲି ସୂଚନା ମିଳିଛି। ତେବେ ଏହି ଖବରରେ କେତେକ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଯଦି ଟେଷ୍ଟ କ୍ରିକେଟରୁ ନିଜର ପଦ ଛାଡ଼ନ୍ତି ତାହେଲେ କୋହଲି ପୁଣି ଟେଷ୍ଟ କ୍ରିକେଟରେ ଖେଳି ଜାରି ରଖିପାରନ୍ତି ବୋଲି ଖବର ମିଳିଛି। ବରିଷ୍ଠ ସାମ୍ବାଦିକ ରୋହିତ ଜୁଗଲାନ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି କି ଗୌତମ ଗମ୍ଭୀରଙ୍କୁ ଟେଷ୍ଟ କ୍ରିକେଟରୁ ପ୍ରଶିକ୍ଷଣ ଛାଡ଼ିବାକୁ ପଡ଼ିବ। ଭାରତୀୟ ଦଳ ଏବେ ଟେଷ୍ଟ କ୍ରିକେଟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି। ଗମ୍ଭୀର ଏବଂ ବିରାଟଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ, ଯେଉଁ କାରଣରୁ ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଏବେ ଭାରତୀୟ ଟେଷ୍ଟ ଦଳରେ ଗମ୍ଭୀରଙ୍କ ଆବଶ୍ୟକତା ରହିଛି। ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଟେଷ୍ଟ ଦଳରେ ସୁଧାର ଆଣିବ ବୋଲି ସେ ଦାବି କରିଛନ୍ତି। କିନ୍ତୁ ଗମ୍ଭୀରଙ୍କୁ ଟେଷ୍ଟ କ୍ରିକେଟରୁ କୋଚିଂ ଛାଡ଼ିବାକୁ ପଡ଼ିବ। ପରବର୍ତ୍ତୀ ଖବର, ହିନ୍ଦୁ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରି ନିଜକୁ ଗର୍ବିତ ମନେ କରୁଥିବା ଥାନାରେ କହିଲେ ବାଂଲାଦେଶୀ ଛାତ୍ର ନେତା। ବାଂଲାଦେଶର ଏକ ଭିଡିଓ ମହମ୍ମଦ ୟୁନୁସଙ୍କ ଶାସନ କାଳରେ ଉଗ୍ରବାଦୀମାନଙ୍କୁ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଦିଆଯାଉଥିବା ଅଧିକାରର ପର୍ଦ୍ଦାଫାଶ କରିଛି। ଭିଡିଓରେ ଜଣେ ଯୁବ ବାଂଲାଦେଶୀ ନେତା ଖୋଲାଖୋଲି ଭାବରେ ହିନ୍ଦୁ ପୋଲିସ ଅଧିକାରୀଙ୍କୁ ହତ୍ୟା କରିବା ନେଇ ନିଜକୁ ଗର୍ବ କରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ ଅନୁସନ୍ଧାନମୂଳକ ସାମ୍ବାଦିକ ଏବଂ ଲେଖକ ସାହିଦୁଲ ହାସନ ଖୋକନ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି। ସେ ଯୁବ ନେତାଙ୍କୁ ହବିଗଞ୍ଜ ଜିଲ୍ଲାର ଛାତ୍ର ସଂଯୋଜକ ଭାବରେ ଚିହ୍ନଟ କରିଛନ୍ତି। ଭିଡିଓରେ ସେ ଏକ ପୋଲିସ ଷ୍ଟେସନ ଭିତରେ ବସି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଧମକ ଦେଇ ଏବଂ ଷ୍ଟେସନକୁ ଜାଳି ଦେବାର ଚେତାବନୀ ଦେଇଥିବା ଦେଖାଦେଇଛି। ପରବର୍ତ୍ତୀ ଖବର, ପାଣ୍ଡ୍ୟାନଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗକାରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ। ପୂର୍ବତନ 5T ସଚିବ ଭିକେ ପାଣ୍ଡ୍ୟାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ବିଜେଡି ସରକାର ସମୟରେ ପାଣ୍ଡ୍ୟାନ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପ୍ରଥମେ ପାଣ୍ଡ୍ୟାନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଆସନ୍ତା 6 ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଅଭିଯୋଗକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା 2024 ଫେବୃଆରୀ 8 ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ ଜାରି ହୋଇଛି। ବିଏନ୍ଏସ୍ଏସ୍ର ଧାରା 94 ଅନ୍ତର୍ଗତ ଡିସେମ୍ବର 15 ତାରିଖରେ ଏହି ନୋଟିସ ଜାରି କରିଛନ୍ତି। କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସ୍ପି ସନ୍ତୋଷ କୁମାର ଗୌଡ଼ ପୂର୍ବତନ 5T ଅଧ୍ୟକ୍ଷ ପାଣ୍ଡ୍ୟାନଙ୍କ ବିରୋଧରେ ରହିଥିବା ଅଭିଯୋଗର ସତ୍ୟତା ରଖିବା ପାଇଁ କ୍ରାଇମବ୍ରାଞ୍ଚ 2025 ମେ 29 ତାରିଖରେ ମଧ୍ୟ ଏନେଇ ପ୍ରାରମ୍ଭିକ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି। ସୁରେନ୍ଦ୍ର ପାଣିଗ୍ରାହୀ ତାଙ୍କ ଅଭିଯୋଗରେ ପାଣ୍ଡ୍ୟାନଙ୍କ ଦ୍ୱାରା ଓଡ଼ିଶା ରୁଲ୍ସ ଅଫ୍ ବିଜନେସ୍ 1956ର ଉଲ୍ଲଂଘନ ସହ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଆଣିଛନ୍ତି। ଅଭିଯୋଗ ଅନୁସାରେ 5T ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସମୟରେ ପାଣ୍ଡ୍ୟାନ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ। ପାଣ୍ଡ୍ୟାନ ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟରର ଗସ୍ତ ସହ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନେଇ ହୋଇଥିବା ଅଭିଯୋଗର ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ପରବର୍ତ୍ତୀ ଖବର, ସ୍ୟାଟେଲାଇଟ ସର୍ଭେରୁ ନକଲି ଚାଷୀଙ୍କୁ ଧରିବା ପ୍ରସଙ୍ଗ। ପିପିସି ସଭାପତିଙ୍କ କଡ଼ା ଚେତାବନୀ। ସ୍ୟାଟେଲାଇଟ ସର୍ଭେରୁ ଜାଲ ଚାଷୀ ଧରାପଡ଼ିବା ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଏହି ପ୍ରସଙ୍ଗରେ କଂଗ୍ରେସ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ବୋଲି କହିଛନ୍ତି। ସେ କହିଛନ୍ତି ସରକାର ସ୍ୟାଟେଲାଇଟ ସର୍ଭେ କରିବାକୁ ଯାଉଛନ୍ତି। ସରକାରଙ୍କ ପାଖରେ କୃଷି ବିଭାଗ ଅଛି। ଜିଲ୍ଲା ସ୍ତରରୁ ନେଇ ବ୍ଲକ ପର୍ଯ୍ୟନ୍ତ କୃଷି ଅଧିକାରୀମାନେ ଅଛନ୍ତି। ଗାଁ ଗାଁରେ ଆର୍ଆଇ ମାନେ ଅଛନ୍ତି। ସେମାନଙ୍କ ପାଖରେ ରିପୋର୍ଟ ନାହିଁ କି? ଯଦି ନାହିଁ ଏହାର ଅର୍ଥ ରାଜ୍ୟରେ ସରକାର ନାହିଁ।
ଏହା ସହ ପିସିସି ସଭାପତି କହିଛନ୍ତି କି କୃଷି ବିଭାଗ ଓ ରାଜସ୍ୱ ବିଭାଗ କାମ କରୁନାହିଁ। ସରକାର ସାଟେଲାଇଟ କଥାକୁ ସତ ମାନୁଛନ୍ତି। ମୁଁ ବୁଝିପାରୁନାହିଁ ଅଫିସର କାହିଁକି ଦରମା ନେଉଛନ୍ତି। ଗୋଦାମ ଖାଲି ନାହିଁ। ମିଲରଙ୍କ ଠାରୁ ଆରମ୍ଭ କରି ସରକାରୀ ଗୋଦାମ ଖାଲି ନାହିଁ। ଏମାନେ ଧାନ କିଣି ପାରୁନାହାନ୍ତି। 31 ଟଙ୍କା ଦେଇ ପାରୁନାହାନ୍ତି। ତେଣୁ ଚାଷ ହୋଇଥିବ ନଥିବା କଥା କହୁଛନ୍ତି। କଂଗ୍ରେସ ଏହାକୁ ନେଇ ଆନ୍ଦୋଳନ କରିବ। ଏହାରି ଭିତରେ ବରଗଡ଼ରେ ଚାଷୀଙ୍କୁ ନେଇ ବଡ଼ ଆନ୍ଦୋଳନ ହେବ। ଆଗକୁ ପ୍ରତ୍ୟେକ ଜିଲ୍ଲାରେ ଚାଷୀ ଆନ୍ଦୋଳନ ହେବ ବୋଲି ପିସିସି ସଭାପତି ଭକ୍ତ କହିଛନ୍ତି। ପରବର୍ତ୍ତୀ ଖବର ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ନିକଟରେ ଓଡ଼ିଶା ଲୋକସଭା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା 2025 ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ଓଏସ୍ଏସ୍ ଓଆର୍ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହିସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଫଳରେ ଓଡ଼ିଶା ପ୍ରଶାସନିକ ସେବା ଓଏସ୍ରେ 14ଟି, ଓଡ଼ିଶା ରାଜସ୍ୱ ସେବା ଓଆର୍ଏସ୍ରେ 113ଟି, ଓଡ଼ିଶା ପରିବହନ ସେବା ଓଟିଏସ୍ରେ 16ଟି ଓ ଓଡ଼ିଶା ମଙ୍ଗଲ ସେବା ଓଡବ୍ଲ୍ୟୁଏସ୍ରେ 8ଟି ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସମୁଦାୟ 151ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଏସବୁ ପଦବୀ ପାଇଁ ଆଶାୟୀ ଅନେକ ଯୁବକ ଯୁବତୀ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରିପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ଏବଂ ଗତ 18 ମାସରେ ପ୍ରାୟ 40,000 ସରକାରୀ ପଦବୀ ପୂରଣ ହୋଇସାରିଛି। ବର୍ତ୍ତମାନ ମଧ୍ୟ ବିଭିନ୍ନ ଆୟୋଗ ଦ୍ୱାରା ଯେଉଁ ପରୀକ୍ଷା କରାଯିବ, ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦବୀ ଖାଲି ଥିବ ସବୁ ପୂରଣ କରିବା ପାଇଁ ଆୟୋଗଗୁଡ଼ିକୁ ସୁପାରିଶ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର ଗ୍ରୀନ୍ ଷ୍ଟିକରକୁ ନେଇ ଦ୍ୱନ୍ଦ୍ୱ ରହିଛି କି? ଜାଣନ୍ତୁ କ'ଣ କହିଲେ ପରିବହନ ମନ୍ତ୍ରୀ। ଗ୍ରୀନ୍ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଗ୍ରୀନ୍ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କହିବା ଅନୁସାରେ ଏହି ମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ୍ ଷ୍ଟିକର ଦିଆଯିବ। ଗ୍ରୀନ୍ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏଥିପାଇଁ କୌଣସି ସତ୍ୟଧିକ ବୋର୍ଡ ନେବାର ଆବଶ୍ୟକତା ନାହିଁ। ତେବେ ପୂର୍ବରୁ ଏକ ଗୁଜବ ରହିଥିଲା ଯେ ଗାଡ଼ିରେ ଗ୍ରୀନ୍ ଷ୍ଟିକର ନ ଲଗାଇଲେ ତେଲ ମିଳିବ ନାହିଁ, କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ୍ ଷ୍ଟିକର ଆରଟିଓରୁ ନେଇପାରିବେ। ତେବେ ଯେଉଁମାନେ 10 ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିଓସିଏସ୍ ସେଣ୍ଟରରେ ଗ୍ରୀନ୍ ଷ୍ଟିକର ମିଳିବ। ତେବେ ଗ୍ରୀନ୍ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ। ତେବେ ଆରଟିଓ ଅଫିସ ଯାଇ ଗ୍ରୀନ୍ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିଓସିସି କପି, ଆରସି ଓ ପରିଚୟପତ୍ର ଦେଖାଇବାକୁ ହେବ ବୋଲି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ବିବାଦ ଭିତରେ ମହାନଦୀ ଗେଟ୍ ଖୋଲିଲା ଛତିଶଗଡ଼। ମହାନଦୀକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି କଲମ୍ବା ବ୍ୟାରେଜରୁ 2ଟି ଗେଟ୍ ଖୋଲାଯାଇଛି। କଲମା ବ୍ୟାରେଜରୁ ଛତିଶଗଡ଼ ସରକାର ପାଣି ନ ଛାଡ଼ିବାକୁ ଆଗରୁ ମସୁଧା କରିଥିବା ବେଳେ ଆଜି ଗେଟ୍ ଖୋଲିଛନ୍ତି। କିଛି ଦିନ ତଳେ କନକ ନ୍ୟୁଜରେ କଲମା ବ୍ୟାରେଜରେ ତଳମୁଣ୍ଡରେ କିପରି ଛତିଶଗଡ଼ ସରକାର ବାଲିବନ୍ଧ ତିଆରି କରୁଛି ସେ ନେଇ ଖବର ପ୍ରସାରଣ କରିଥିବା ବେଳେ ଛତିଶଗଡ଼ ସରକାର ବାଲିବନ୍ଧ ସମ୍ପୂର୍ଣ୍ଣ ରୂପରେ ତିଆରି କରିଥିବା ଦେଖିବାକୁ ମିଳିଛି। ଛତିଶଗଡ଼ରେ ଥିବା ଏକ ଘରୋଇ କମ୍ପାନୀକୁ ପାଣି ଯୋଗାଇବା ପାଇଁ ଛତିଶଗଡ଼ ସରକାର ପକ୍ଷରୁ ଏହି ବନ୍ଧ ତିଆରି କରାଯାଇଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର ଫେବୃଆରୀ ପର୍ଯ୍ୟନ୍ତ ବଢ଼ିଲା ହିତାଧିକାରୀଙ୍କ ଇ-କେୱାଇସି ଅବଧି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟା ଅବଧି ବୃଦ୍ଧି କରାଯାଇଛି। ଏହି ଅବଧିକୁ ରାଜ୍ୟ ସରକାର ଆସନ୍ତା 2026 ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହିତାଧିକାରୀମାନେ ସେମାନଙ୍କ ଆଧାର ସଂଯୁକ୍ତ ଇ-କେୱାଇସି ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥା ପିଡିଏସ୍ ଅନ୍ତର୍ଗତ ସମସ୍ତ 11,725 ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା 314ଟି ବ୍ଲକ ଓ 64ଟି ପୌରପାଳିକା ଅଞ୍ଚଳରେ କାର୍ଯ୍ୟରତ ଥିବା ରାସନ କାର୍ଡ ପରିଚାଳନା କେନ୍ଦ୍ର ଗୁଡ଼ିକରେ କରିପାରିବେ। ଏତଦ୍‌ବ୍ୟତୀତ କୌଣସି କାରଣବଶତଃ ଅବୈଧ ଇ-କେୱାଇସି କରିପାରିନଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପିଡିଏସ୍ ସାମଗ୍ରୀ ପୂର୍ବତନ ଆବଣ୍ଟିତ କରାଯାଉଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇ ନାହିଁ। ଆସନ୍ତା ଫେବୃଆରୀ ମାସ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ କିମ୍ବା ରାସନ କାର୍ଡ ପରିଚାଳନା କେନ୍ଦ୍ରକୁ ଯାଇ ଆଧାର ସଂଯୁକ୍ତ ଇ-କେୱାଇସି କରାଇ ନେବାକୁ ସମ୍ପୃକ୍ତ ହିତାଧିକାରୀମାନେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର। କ୍ୟାବିନେଟ୍ ନିଷ୍ପତ୍ତି ପରେ ଗାଇଡଲାଇନ୍ ଆଣିଲା ଶକ୍ତି ବିଭାଗ। ଏନେଇ ରାଜ୍ୟ ସରକାର 735 କୋଟି ଟଙ୍କାର ଏକ କାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 2 କିଲୋୱାଟ ପର୍ଯ୍ୟନ୍ତ ଥିବା 8,75,000
ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ଏହି ବାବଦକୁ ଖର୍ଚ୍ଚ ହେବ 340 କୋଟି ଟଙ୍କା। ସେହିପରି 2,78,100 ଉପଭୋକ୍ତା ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବା ପାଇଁ 88 କୋଟି ଟଙ୍କା ଖର୍ଚ୍ଚ ହେବ। ମାର୍ଚ୍ଚ 2025 ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡ଼ା ଦେବାକୁ 307 କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର। ତେବେ ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ଏବଂ ସମ୍ପୃକ୍ତ ଡିସ୍କମ୍ ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଧନୁଯାତ୍ରାରେ ଅଘଟଣ, ରାମଦୋଳିରୁ ଖସି ପଡ଼ିଲେ ଯୁବକ। ଆଉ ତାପରେ ଘଟିଲା ବଲାଙ୍ଗୀର ଜିଲ୍ଲା ଲଇସିଙ୍ଗା ଥାନା ଅନ୍ତର୍ଗତ ଝାରମୁଣ୍ଡା ଆଞ୍ଚଳିକ ଧନୁଯାତ୍ରାର ଉଦ୍ଯାପନୀ ସନ୍ଧ୍ୟାରେ ରାମଦୋଳିରୁ ଜଣେ ଯୁବକ ପଡ଼ି ମୃତ୍ୟୁ ଘଟିଛି। ସେ ହେଲେ ଲଇସିଙ୍ଗା ବ୍ଲକ ସରଗାଡ଼ ଗ୍ରାମର ମିଲନ ସାହୁ 24 ବର୍ଷ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗୁରୁବାର ଗ୍ରାମ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ନମ୍ବର 1/26 ରୁଜୁ ହୋଇଛି। ସ୍ଥାନୀୟ ପୋଲିସ ଓ ଆୟୋଗ କମିଟିର ଅବହେଳାରୁ ମିଲନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ସମିତି ସଭ୍ୟ ବୀରେନ୍ଦ୍ର ସାହୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଅବହେଳା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ବଲାଙ୍ଗୀର ଏସ୍ପିଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ ବୁଧବାର ମିଲନ ଓ ତାଙ୍କର କେତେକ ସାଙ୍ଗ ଝାରମୁଣ୍ଡା ଧନୁଯାତ୍ରା ଦେଖିବାକୁ ଆସି ରାମଦୋଳିରେ ବସିଥିଲେ। ରାତି ପ୍ରାୟ 10ଟାରେ ମିଲନ ଦୋଳିରୁ ଖସି ଗୁରୁତର ହୋଇଥିଲେ। ହେଲେ ଦୋଳି ମାଲିକ କିମ୍ବା ଯାତ୍ରା ଆୟୋଜନ କମିଟି ପକ୍ଷରୁ ତାଙ୍କୁ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଇନଥିଲା ବୋଲି ସମ୍ପୂର୍ଣ୍ଣ ଖବର ମିଳିଛି। ଏହା ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ତାଙ୍କର ମୃତ୍ୟୁ ଘଟିଛି। ସେ ଯୁବକ ହେଉଛନ୍ତି ଲଇସଙ୍ଗା ବ୍ଲକ ଗ୍ରାମ ସରଗାଡ଼ ମିଲନ ସାହୁ, ବୟସ 24 ବର୍ଷ। ସେ ବର୍ତ୍ତମାନ ବଲାଙ୍ଗୀର ଭୀମଭୋଇରେ ମେଡିକାଲ କଲେଜରେ ପୋଲିସ ମୃତଦେହ ତାକୁ ବ୍ୟବଚ୍ଛେଦ କରିବା ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାର ସୂଚନା ମିଳିଛି। ରହିଲି, ଜୟ ଜଗନ୍ନାଥ। ସବୁ ନ୍ୟୁଜ୍ ଗୁଡ଼ାକ ଆପଣଙ୍କୁ ଯଦି ଭଲ ଲାଗିଥିବ, ହୃଦୟକୁ ଛୁଇଁଥିବ, ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ କରିଦେବେ। ଏମିତି ପ୍ରତିଦିନ ନ୍ୟୁଜ୍ ଦେଖିବା ପାଇଁ ଚ୍ୟାନେଲକୁ ଲାଇକ୍ ସେୟାର କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ, ଧନ୍ୟବାଦ।